ଆମେ ଛୋଟ କ୍ଲାସ ରୁ ପଢି ପଢିକି ଆସିଛୁ କି ଯେତେବେଳେ ପଏଣ୍ଟ ଆସିବ ଏଇଭଳିଆ ପଚାରିବ କି ଆର ବିସ୍ତାରିତ ରୂପ ଦେଖାଅ। ଆମେ ଜାଣିଛ କି ଏପଟ ପଏଣ୍ଟ ଏପଟକୁ 1 10 100 1000 ଯାହା ବି ଆସିବ ଆସିବ। ପଏଣ୍ଟ ସେପଟକୁ କଣ ଆସିବ, ଦଶାଂଶ ଆସିବ, ଶତାଂଶ ଆସିବ, ଯାହା ଆସିବ ଆଉ ଯାହା ସବୁ ଆସିବ। ଫର ଏକ୍ସାମ୍ପଲ 256.84 ଆକୁ ଯଦି ଆମେ ବିସ୍ତାରିତ ଲେଖିବା ତ 200 ର ସ୍ଥାନ ମାନ କେତେ ହବ, 1 10 100 ତ 200। ये 5 ର ସ୍ଥାନ ମାନ ହବ 50, ये 6 के 6 प्लस 8 ର ସ୍ଥାନ ମାନ କେତେ ହବ, ମୁଁ କହିଲି ଦଶାଂଶ, ଦଶାଂଶ ମାନେ ହଉଛି 8/10। ସେମିତି 4 ଶତାଂଶ, ଶତାଂଶ ମାନେ 4/100। ତ ସେମିତି ଯଦି ଏମିତି ନବା କି 53.876 ତ 5 ର ସ୍ଥାନ ମାନ କେତେ ହବ 50 ପ୍ଲସ 3 ର ସ୍ଥାନ ହବ 3 ପ୍ଲସ ଏ ଯୋଉ 8 ର ସ୍ଥାନ ମାନ ହବ 8/10 କାରଣ 8 ଦଶାଂଶ, ଇଏ ହଉଛି 7 ଶତାଂଶ ମାନେ 7/100 ପୁଣି 6 ର ଯୋଉ ଶତାଂଶ ଆସିବ କି 10 ତାପରେ 100 ତାପରେ 1000। ତ ଏମିତି ସିକ୍ୱେନ୍ସ ୱାଇଜ ଚାଲିବ। ଏଟା ସପ୍ତମ କ୍ଲାସ ରେ ଅଛି, ପଞ୍ଚମ କ୍ଲାସ ରେ ଅଛି, ବହୁତ କାମରେ ଏଟା ଆସିବ।